এই ସନ୍ତୋଷତମ ସାଧାରଣତନ୍ତ୍ର ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆଜି ଏକ ପବିତ୍ର ଦିବସ। ଆଜି ଆମର ଭାରତ ବର୍ଷରେ ପୂର୍ବପର୍ଯ୍ୟନ୍ତ ଆମର ଗଣତନ୍ତ୍ର ପାଇଁ ସମ୍ବିଧାନ ସୃଷ୍ଟି ହୋଇଥିଲା। ଆଜି ଆମେ ହେଉଛନ୍ତି ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ରୂପେ ଆମେ ପରିଗଣିତ ହେଉଛନ୍ତି। ଆଜି ବିଶ୍ୱ ଆଜି ଯେଉଁ ଆମର ଦିଲ୍ଲୀଠାରେ ଆମର ସାଧାରଣ ପରେଡ୍ ହେବ, ବିଶ୍ୱ ଆମର ଭାରତର ପରାକାଷ୍ଠା ସାହସ ଶୌର୍ଯ୍ୟ ଦେଖିବେ। ଏଥିପାଇଁ ଆଜି ସାରା ଦିନରେ ଆମେ ଗଣତନ୍ତ୍ର ସମ୍ବିଧାନ ଆରମ୍ଭ କରି ଗଣତନ୍ତ୍ର ସୃଷ୍ଟି କରିଥିଲେ, ଯାହାକି ଆମ ଦେଶ ସ୍ୱାଧୀନ ହେଲା ପରେ ଆମେ ନିଜକୁ ସ୍ୱାଧୀନ ହେଇକି ଆମେ ଆମ ରାଷ୍ଟ୍ର ଭାରତ ବର୍ଷକୁ ଚଳେଇ ଆସିଛନ୍ତି। ଏହି ଦିନ ହେଉଛି ବଳିଦାନର ଦିବସ।